ପୁରୁଷର ଶୁକ୍ରକୋଷ ଓ ନାରୀର ଡିମ୍ବକୋଷ ସମ୍ମିଶ୍ରଣ ବିନା ସନ୍ତାନ ସୃଷ୍ଟି ହେବା ଅସମ୍ଭବ। ଯଦି ପୁରୁଷ ନାରୀକୁ X କ୍ରୋମୋଜୋମ ପ୍ରଦାନ କରେ ତେବେ ଶିଶୁ କନ୍ୟା ଜାତ ହୁଏ ଓ Y କ୍ରୋମୋଜୋମ ପ୍ରଦାନ କରେ ତେବେ ପୁତ୍ର ସନ୍ତାନ ଜାତ ହୁଏ। ନାରୀ ବିନା ବ୍ରହ୍ମା କିପରି ନିଜେ ନିଜ କପାଳରୁ ଏକ କନ୍ୟା ସନ୍ତାନ ଜାତ କଲେ? ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ କରିଦେଇଛି। ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ଦିନ ସରସ୍ୱତୀଙ୍କର ଜନ୍ମ ତିଥି। ପଞ୍ଚମୀ ତିଥିରେ ସରସ୍ୱତୀଙ୍କ ଜନ୍ମ ହୋଇଥିବାରୁ ଏହି ଦିନଟି ଶ୍ରୀ ପଞ୍ଚମୀ ନାମରେ ପ୍ରସିଦ୍ଧ। ପୌରାଣିକ ମତରେ ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ଋତୁରେ ଏହି ଦିନ ପାଳିତ ହେବାରୁ ଏହାକୁ ମଧ୍ୟ ବସନ୍ତ ପଞ୍ଚମୀ ବୋଲି କୁହାଯାଏ। ବ୍ରହ୍ମାଙ୍କର କପାଳରୁ ଆବିର୍ଭୂତା ସରସ୍ୱତୀ ଜ୍ଞାନ ଓ ସମୃଦ୍ଧିର ପ୍ରତୀକ। ଶିବ ପୁରାଣ, ବାୟୁ ପୁରାଣ ଓ ବ୍ରହ୍ମବୈବର୍ତ ପୁରାଣରେ ସରସ୍ୱତୀଙ୍କୁ ବ୍ରହ୍ମାଙ୍କର ପତ୍ନୀ ରୂପେ ନିରୂପଣ କରାଯାଇଛି। ସରସ୍ୱତୀଙ୍କର ରୂପ ବର୍ଣ୍ଣନାରେ ଉଲ୍ଲେଖ ଅଛି। କଜ୍ଜଳ ପୂରିତ ଲୋଚନଧାରୀ, ସ୍ତନ ଯୁଗଳ ଶୋଭିତ ମୁକୁତାହାରେ, ବୀଣା ପୁସ୍ତକ ରଞ୍ଜିତ ହସ୍ତେ, ଭଗବତୀ ଭାରତୀ ଦେବୀ ନମସ୍ତେ। ଶୁଭ୍ର ବସ୍ତ୍ର ପରିହିତା ଶ୍ବେତ ବର୍ଣ୍ଣା ଦେବୀ ସରସ୍ୱତୀ ଶ୍ବେତ ପଦ୍ମ ପୁଷ୍ପ ଉପରେ ବିରାଜିତା। ଚତୁର୍ଭୁଜା ଦେବୀଙ୍କ ହସ୍ତରେ ବୀଣା ଓ ପୁସ୍ତକ ଶୋଭା ପାଏ। ଦେବୀ ହସ୍ତରେ ବୀଣା ଧାରଣ କରିଥିବାରୁ ତାଙ୍କର ଅନ୍ୟ ନାମ ବୀଣା ପାଣି। ବାଗ୍ଦେବୀ ସରସ୍ୱତୀ ସମସ୍ତ କାର୍ଯ୍ୟର ଶୁଭପ୍ରଦାୟିନୀ। ହିନ୍ଦୁ ଧର୍ମ ପରମ୍ପରାରେ ଆବାଳ ବୃଦ୍ଧ ବନିତା ସମସ୍ତେ ସରସ୍ୱତୀଙ୍କର ପୂଜା ଆରାଧନା କରିଥାନ୍ତି। ଦେବୀଙ୍କର ଜନ୍ମ ତିଥି ଶ୍ରୀ ପଞ୍ଚମୀ ତିଥିରେ ସମଗ୍ର ଭାରତରେ ସରସ୍ୱତୀଙ୍କର ସାର୍ବଜନୀନ ପୂଜା ଉତ୍ସବ ମହା ସମାରୋହରେ ପାଳିତ ହୋଇଥାଏ। ଛାତ୍ରଛାତ୍ରୀ ଓ ବିଦ୍ୟାର୍ଥୀମାନେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କର ପୂଜା ନିଷ୍ଠାର ସହିତ ପାଳନ କରନ୍ତି। ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରତିମା ନିର୍ମାଣ କରି ବା ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରାଯାଏ। ଦେବୀଙ୍କୁ ସୁସଜ୍ଜିତ ମଣ୍ଡପରେ ବିଜେ କରାଇ ନୂତନ ବସ୍ତ୍ର, ଫୁଲ, ସିନ୍ଦୁର, କଜ୍ଜଳରେ ସଜାଇ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରାଯାଏ। ଛାତ୍ରଛାତ୍ରୀମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ ସରସ୍ୱତୀଙ୍କର ଧ୍ୟାନ କୀର୍ତ୍ତନ କରନ୍ତି। ସମଗ୍ର ପୀଠସ୍ଥଳୀ ବାଦ୍ୟ, ନୃତ୍ୟ, ଗୀତରେ ମୁଖରିତ ହୋଇ ଉଠେ। ଆମେ ଜାଣୁ ଯେ ମନରେ ଅନେକଙ୍କର ବି ପ୍ରଶ୍ନ ଆସେ, ବିଦ୍ୟାଦାୟିନୀ ସରସ୍ୱତୀ କେଉଁ ଶିକ୍ଷାନୁଷ୍ଠାନରେ ବିଦ୍ୟା ଅଧ୍ୟୟନ କରିଥିଲେ ଓ ସମସ୍ତ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିଲେ? ତତ୍ସଙ୍ଗେ ସଙ୍ଗେ ସେ କେତେବେଳେ ମଧ୍ୟ କେଉଁମାନଙ୍କୁ ଜ୍ଞାନ ବିତରଣ କରିଥିଲେ? ଆଜି ବି ତାଙ୍କଠାରେ ଜ୍ଞାନ ଅଛି ବୋଲି ଲୋକଙ୍କର ବିଶ୍ୱାସ ଭରି ଯାଇଛି।
ବିଭିନ୍ନ ଦେଶ ମାନଙ୍କରେ କିଏ କୋଉ ଦେବାଦେବୀ କି ପୂଜା କରୁଛନ୍ତି, କିଏ କେଉଁ ପ୍ରଭୁଙ୍କୁ ପୂଜା କରୁଛନ୍ତି, କିଏ ବା କେଉଁଠି କାହାକୁ ଜ୍ଞାନ ମାଗୁଛନ୍ତି। ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ନାନା ଦେବାଦେବୀ ଈଶ୍ୱର ଓ ଈଶ୍ୱରଙ୍କ ନିକଟରେ ଉପବାସ ପ୍ରାର୍ଥନା କରିଥାନ୍ତି ଜ୍ଞାନ ବୁଦ୍ଧି ପ୍ରାପ୍ତ ନିମନ୍ତେ। ସତରେ କଣ ଈଶ୍ୱର ଜ୍ଞାନ ପ୍ରଦାନ କରନ୍ତି? ଅନେକଙ୍କ ମନରେ ଏଭଳି ନାନା ପ୍ରଶ୍ନ ଆସିଥାଏ। ନିଜେ ପରିଶ୍ରମ ନ କଲେ, ମନ ଧ୍ୟାନ ଦେଇ ପାଠ ନ ପଢିଲେ କୌଣସି ପ୍ରଭୁ ସାହାଯ୍ୟ ହୁଅନ୍ତି ନାହିଁ। ଯଦି ଆମ ଦେଶରେ ଈଶ୍ୱରଙ୍କ ଶକ୍ତି ଉପରେ ଅନେକ ଲୋକ ନିର୍ଭର କରନ୍ତି ବା ବିଶ୍ୱାସ କରନ୍ତି, କିନ୍ତୁ ପରିଶ୍ରମ ନ କଲେ କଣ ଈଶ୍ୱର କାହାକୁ ଦେଇଦେବେ? ଈଶ୍ୱରଙ୍କୁ ବିଶ୍ୱାସ କରିବା ଉତ୍ତମ, କିନ୍ତୁ ସମସ୍ତ କ୍ଷେତ୍ରରେ ସବୁ ବିଷୟରେ ପ୍ରଭୁ ଦେବାଦେବୀଙ୍କ ଉପରେ ଭରସା କରି ଏବଂ ନିଜ ଉପରେ ବିଶ୍ୱାସ ନ ରଖି ଓ ନିଜ ଆତ୍ମବିଶ୍ୱାସକୁ ବୃଦ୍ଧି ନ କରି ଲୋକମାନେ ସବୁବେଳେ ଈଶ୍ୱରଙ୍କ ଉପରେ ନିର୍ଭର କରିଥାନ୍ତି। ତେଣୁ ଆମେ ସଚେତନ ହେବାକୁ ପଡ଼ିବ। ନିଜ ଆତ୍ମବିଶ୍ୱାସକୁ ବୃଦ୍ଧି କରନ୍ତୁ ଓ କର୍ମ କରି ଚାଲନ୍ତୁ। ତାହାହେଲେ ସମସ୍ତ କାର୍ଯ୍ୟରେ ଫଳ ପ୍ରାପ୍ତି ହେବେ। ଆପଣମାନେ ବିଚାର କରନ୍ତୁ, ସତ୍ୟ କେତେ ମିଥ୍ୟା କେତେ ତାହାର ନିର୍ଣ୍ଣୟ କରି ଆଗକୁ ବଢ଼ନ୍ତୁ। ଏହା ଆମର କାମ୍ୟ।